स पिता त्वमेवं त्वमेव बन्धु स सखा त्वमेवं त्वमेव विद्या द्रविणं त्वमेव शरदेव मम देव। अर्थ ତ୍ରୟୋଦଶ ଅଧ୍ୟାୟ। ଦେହ ଗେହରେ ଆସକ୍ତ ଲୋକମାନଙ୍କର ଅଧୋଗତି ବର୍ଣ୍ଣନା। ଶ୍ରୀ କପିଳ ଦେବ ପୁଣି କହିଲେ, ମା, ଏହି ବଳବାନ କାଳ ସମସ୍ତଙ୍କୁ ଗ୍ରାସ କରିଥାଏ। ବାୟୁର ପରାକ୍ରମ ଯେପରି ମେଘ ଜାଣେ ନାହିଁ, ଠିକ୍ ସେହିପରି ଏହାର ପରାକ୍ରମ ଯେ କେତେ ତାହା ଲୋକେ ଜାଣନ୍ତି ନାହିଁ। ସୁଖ ପାଇବା ଅଭିଳାଷରେ ଜୀବ ଯେଉଁ ସବୁ ବସ୍ତୁ ବଡ଼ କଷ୍ଟରେ ସଂଗ୍ରହ କରେ, କାଳରୂପୀ ଭଗବାନ ସେଗୁଡ଼ିକୁ ନଷ୍ଟ କରିଦିଅନ୍ତି। ତେଣୁ ଜୀବ ବହୁତ ଶୋକ କରେ। କାରଣ ମନ୍ଦମତି ଜୀବ ନିଜର ନାଶବାନ ଶରୀରକୁ ତଥା ଘର ବାଡ଼ି ଓ ଜମି ଜମା ଆଦିକୁ ମୋହବଶତଃ ନିତ୍ୟ ବୋଲି ଧରି ନେଇଥାଏ। ପୁଣି ଜୀବ ସଂସାରରେ ଯେଉଁ ଯେଉଁ ଯୋନିରେ ଜନ୍ମ ହୁଏ, ସେହି ଜନ୍ମରେ ସେ ଜୀବନକୁ ଆନନ୍ଦପ୍ରଦ ବୋଲି ଭାବି ନିଏ। ତେଣୁ ସେଥିପ୍ରତି ବିରକ୍ତ ହୁଏ ନାହିଁ। ଭଗବାନଙ୍କର ମାୟାରେ ସେ ଏହିପରି ମୋହିତ ହୋଇଯାଏ ଯେ କର୍ମବଶତଃ ନାରକୀ ଯୋନିରେ ଜନ୍ମ ହେଲେ ମଧ୍ୟ ସେଠାକାର ତୁଚ୍ଛ ଭୋଗକୁ ବି ସୁଖକର ଭାବି ତାହା ବି ଛାଡ଼ିବାକୁ ଚାହେଁ ନାହିଁ। ସେହି ମୂର୍ଖ ନିଜ ଶରୀରର ସ୍ତ୍ରୀ, ପୁତ୍ର, ଗୃହ, ପଶୁ, ଧନ ଓ ବନ୍ଧୁବାନ୍ଧବଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ସେ ସବୁଙ୍କ ସମ୍ପର୍କରେ ନାନା ପ୍ରକାର ମନୋରଥ ପୋଷଣ କରି ନିଜକୁ ବଡ଼ ଭାଗ୍ୟବାନ ବୋଲି ଭାବେ ଏବଂ ସେହି କାରଣରୁ ସେ ବଡ଼ ମଜାରେ ଅଛି ବୋଲି ଧରିନିଏ। ସେମାନଙ୍କର ପାଳନ ପୋଷଣ କରିବା ଚିନ୍ତାରେ ତାର ଦେହ ମନ ଜଳେ। ତଥାପି ଦୁର୍ବାସନାରେ ଦୂଷିତ ହୃଦୟ ହୋଇଯାଇଥିବାରୁ ସେହି ମୂଢ଼ ସେମାନଙ୍କ ନିମନ୍ତେ ନିରନ୍ତର ବିଭିନ୍ନ ପ୍ରକାରର ପାପ କରି ଚାଲେ। ଏକାନ୍ତରେ ସମ୍ଭୋଗାଦି କରିବା ବେଳେ କୁଳଟା ସ୍ତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କପଟପୂର୍ଣ୍ଣ ପ୍ରେମରେ ଏବଂ ବାଳକ ବାଳିକାମାନଙ୍କ ମିଠା ମିଠା କଥାରେ ମନ ଓ ଇନ୍ଦ୍ରିୟ ବାନ୍ଧି ହୋଇଯିବା ଫଳରେ ଗୃହସ୍ଥ ପୁରୁଷ ଘରର ଦୁଃଖ ପ୍ରଧାନ କପଟପୂର୍ଣ୍ଣ କର୍ମରେ ଲିପ୍ତ ହୋଇଯାଏ। ସେହି ଅବସ୍ଥାରେ ବହୁ ସାବଧାନତା ଅବଲମ୍ବନ କରି ଯଦି କୌଣସି ଦୁଃଖର ପ୍ରତିକାର କରିବାରେ ସେ ସଫଳ ହୋଇଯାଏ, ତେବେ ତାହାକୁ ସେ ବିରାଟ ସୁଖ ବୋଲି ମନେ କରେ। ଭୟଙ୍କର ହିଂସାବୃତ୍ତି ଦ୍ୱାରା ନାନା ସ୍ଥାନରୁ ଧନ ସଂଗ୍ରହ ଓ ସଞ୍ଚୟ କରି ସେ ଏହିପରି ଲୋକଙ୍କୁ ପୋଷଣ କରେ ଯେ ସେମାନଙ୍କୁ ପୋଷିପାଳି ଶେଷରେ ସେ ନରକକୁ ଚାଲିଯାଏ। ବାରମ୍ବାର ପ୍ରଯତ୍ନ କରି ମଧ୍ୟ ତାର ଜୀବିକା ଅର୍ଜନ ହୋଇ ନ ପାରିଲେ ସେ ଲୋଭବଶତଃ ଅନ୍ୟର ଧନ ଉପରେ ଲୋଲୁପ ଦୃଷ୍ଟି ପକାଏ। ଯଦି ମନ୍ଦ ଭାଗ୍ୟ ହେତୁ ତାହାର କୌଣସି ପ୍ରଯତ୍ନ ସଫଳ ହୁଏ ନାହିଁ, ତେବେ ସେହି ମୂଢ଼ମତି ଧନହୀନ ହୋଇ କୁଟୁମ୍ବର ଭରଣପୋଷଣରେ ଅସମର୍ଥ ହୋଇଯାଏ ଏବଂ ଅତ୍ୟନ୍ତ ଦୈନ୍ୟ ଭାବରେ ଚିନ୍ତାତୁର ହୋଇ ଦୀର୍ଘ ନିଶ୍ୱାସ ଛାଡ଼େ। ସେ କୁଟୁମ୍ବର ପାଳନ ପୋଷଣରେ ଅସମର୍ଥ ହୋଇଗଲେ କୃପଣ ଚାଷୀ ବୁଢ଼ା ବଳଦକୁ ହତାଦର କରିବା ପରି ତାର ସ୍ତ୍ରୀ ପୁତ୍ରାଦି ତାକୁ ଆଉ ପୂର୍ବ ପରି ଆଦର କରନ୍ତି ନାହିଁ। ତଥାପି ତା ମନରେ ବୈରାଗ୍ୟ ଜନ୍ମ ନାହିଁ। ଦିନେ ସେ ଯେଉଁମାନଙ୍କୁ ପାଳି ପୋଷି ବଢ଼ାଇଥିଲା
ଏଥର ସେଇମାନେ ତାଙ୍କୁ ପୋଷନ୍ତି। ବୃଦ୍ଧାବସ୍ଥା ହେତୁ ତାର ରୂପ ନଷ୍ଟ ହୋଇଯାଏ, ଶରୀର ରୁଗ୍ଣ ହୋଇଯାଏ, ଅଗ୍ନି ମନ୍ଦ ହୋଇଯାଏ, ଖାଦ୍ୟ ଏବଂ ସାମର୍ଥ୍ୟ ଉଭୟ କମିଯାଏ। ସେ ମରଣମୁଖୀ ହୋଇ ଘରେ ପଡ଼ି ରହେ ଏବଂ ସ୍ତ୍ରୀ ପୁତ୍ରମାନଙ୍କର ଅପମାନସୂଚକ କଥା ଶୁଣେ। ସେମାନେ ଦେଇଥିବା ଭାତ ମୁଠାକ ଖାଇ ବଡ଼ କଷ୍ଟରେ କୁକୁର ପରି ଜୀବନ ନିର୍ବାହ କରେ। ମୃତ୍ୟୁକାଳ ନିକଟ ହୋଇ ଆସିଲେ ପ୍ରାଣବାୟୁ ବାହାରି ଯିବାକୁ ବାଟ ଖୋଜେ। ତେଣୁ ତାର ଆଖି ଡୋଳା ବାହାରି ପଡ଼େ। ମୃତ୍ୟୁକାଳ ନିକଟ ହୋଇ ଆସିଲେ ପ୍ରାଣବାୟୁ ବାହାରି ଯିବାକୁ ବାଟ ଖୋଜେ। ତେଣୁ ତାର ଆଖି ଡୋଳା ବାହାରି ପଡ଼େ। ଶ୍ୱାସନଳୀରେ କଫ ଜମିଯାଏ। କାଶିବା ଓ ଶ୍ୱାସ ନେବା ବଡ଼ କଷ୍ଟକର ହୁଏ ତଥା କଫ ବଢ଼ିଯିବାରୁ କଣ୍ଠ ଘଡ଼ ଘଡ଼ ହୁଏ। ସେ ଶେଯରେ ପଡ଼ି ରହେ। ତାର ଶୋକାତୁର ବନ୍ଧୁବାନ୍ଧବ ତାକୁ ଘେରି ବସନ୍ତି ଏବଂ ମୃତ୍ୟୁ ପାଶରେ ପଡ଼ିଥିବାରୁ ତାକୁ ଯେତେ ଡାକିଲେ ବି ସେ ପଦେ ହେଲେ କଥା କହିପାରେ ନାହିଁ। ଏହିପରି ଭାବରେ ଯେଉଁ ମୂଢ଼ ମନୁଷ୍ୟ ଇନ୍ଦ୍ରିୟମାନଙ୍କୁ ଜୟ ନ କରି ନିରନ୍ତର କୁଟୁମ୍ବ ପୋଷଣରେ ହିଁ ବୁଡ଼ି ରହେ, ସେ ତାର କାନ୍ଦ ବୋବାଳି ଛାଡ଼ିଥିବା ସ୍ୱଜନମାନଙ୍କର ଘେର ଭିତରେ ଅତ୍ୟନ୍ତ ବେଦନାରେ ଅଚେତ ହୋଇ ପ୍ରାଣ ହରାଏ। ସେତିକିବେଳେ ତାକୁ ନେବା ପାଇଁ ଅତି ଭୟଙ୍କର ଓ ରୋଷରେ ଲାଲ ଲାଲ ଆଖି କରୁଥିବା ଯମଦୂତ 2 ଜଣ ଆସିଯାଆନ୍ତି। ସେମାନଙ୍କୁ ଦେଖି ସେ ଭୟରେ ହଗିମୁତି ପକାଏ। ସେହି ଯମଦୂତମାନେ ତାକୁ ଯାତନା ଦେହ ଦେଇ ଦଣ୍ଡିତ କରନ୍ତି। ସିପାହୀମାନେ ଅପରାଧୀକୁ ଟାଣି ଟାଣି ନେଲାପରି ଯମଦୂତମାନେ ତାହା ବେକରେ ଦଉଡ଼ି ପକାଇ ତାକୁ ବଳାତ୍କାରରେ ଏକ ଦୀର୍ଘ ଯାତ୍ରାରେ ଯମଲୋକକୁ ଟାଣି ନେଇଯାଆନ୍ତି। ସେମାନଙ୍କର ଧମକ ଚମକରେ ତାକୁ ତାର ହୃଦୟ ଫାଟିଯିବା ପରି ଲାଗେ ଏବଂ ତା ଶରୀର ଥରି ଉଠେ। ବାଟରେ ତାକୁ କୁକୁରମାନେ କାମୁଡ଼ୁଛନ୍ତି। ସେ ନିଜର ବିଭିନ୍ନ ପାପ ମନେ ପକାଇ ଅତ୍ୟନ୍ତ ବ୍ୟାକୁଳ ହୋଇଉଠେ। ସେ କ୍ଷୁଧାତୃଷାରେ ଅସ୍ଥିର ହୋଇଯାଏ ତଥା ଦାବାନଳ, ଉତ୍ତପ୍ତ ବାୟୁ ଓ ଝାଳନାଳରେ ଡହଳ ବିକଳ ହୁଏ। ଦୂତମାନେ ତାକୁ ତାତିଲା ବାଲିରେ ଚଲାଇ ଚଲାଇ ନେବାବେଳେ ସେ ପାଣି ଟୋପାଏ କି ବିଶ୍ରାମ ଟିକିଏ ପାଏ ନାହିଁ ଏବଂ ତାତିଲା ବାଲିରେ ପାଦ ଦେଲେ ଚାଲିବାକୁ ତାର ବଳ ପାଏ ନାହିଁ। ସେତେବେଳେ ଯମଦୂତମାନେ ତା ଉପରେ କୋରଡ଼ା ମାଡ଼ ବର୍ଷାଇ ଦିଅନ୍ତି। ବିଚାରାକୁ ବଡ଼ କଷ୍ଟରେ ପାଦ କାଢ଼ିବାକୁ ପଡ଼େ। ସେ ବାଟରେ ବାରମ୍ବାର ଥକି ଯାଇ ତଳେ ପଡ଼ିଯାଏ, ମୂର୍ଚ୍ଛା ହୋଇଯାଏ ଏବଂ ଚେତନା ଫେରି ପାଇପାରେ ନାହିଁ। ଚେତନା ଫେରି ପାଇପାରେ ଯାଇ ଉଠେ। ଏହିପରି ଭାବରେ ଅତ୍ୟନ୍ତ କ୍ରୂର ଯମଦୂତମାନେ ତାକୁ କ୍ଷିପ୍ର ଗତିରେ ଦୁଃଖମୟ ଅନ୍ଧାର ମାର୍ଗରେ ଯମଲୋକକୁ ଟାଣି ନେଇଯାଆନ୍ତି। ଯମଲୋକର ମାର୍ଗ ଅନେଶତ ହଜାର ଯୋଜନ ଦୀର୍ଘ। ଏତେ ଦୀର୍ଘ ପଥକୁ 2-3 ମୁହୂର୍ତ୍ତ ଭିତରେ ଅତିକ୍ରମ କରି ସେ ଯାଇ ନର୍କରେ ପଡ଼େ ଓ ନାନା ପ୍ରକାରର ଯାତନା ଭୋଗେ। ସେଠାରେ
ତାହାକୁ ଯାତନା ଶରୀରକୁ କେଉଁଠି ଜଳନ୍ତା ନିଆଁରେ ପୋଡ଼ାଯାଏ ତ କେଉଁଠି ତାକୁ ନିଜ ଦେହର ମାଂସ ନିଜେ କାଟି ଖାଇବାକୁ ପଡ଼େ। ପୁଣି ଆଉ କେଉଁଠି ଅନ୍ୟ କେହି ତା ଦେହରୁ ମାଂସ କାଟି ତାକୁ ଖୁଆନ୍ତି। ଯମଦୂତର କୁକୁର ଓ ଶାଗୁଣାମାନେ ତାର ଜିଅନ୍ତା ଦେହରୁ ଅନ୍ତପୁଟା ଟାଣି ଖାଇଯାଆନ୍ତି। ସାପ ବିଛା ଓ ଝାଂସମାନେ ଯମଦୂତର କୁକୁର ଓ ଶାଗୁଣାମାନେ ତାର ଜିଅନ୍ତା ଦେହରୁ ଅନ୍ତପୁଟା ଟାଣି ଖାଇଯାଆନ୍ତି। ସାପ ବିଛା ଓ ଡାଆଁଶମାନେ ତାକୁ ଦଂଶନ କରି ପୀଡ଼ା ଦିଅନ୍ତି। ତା ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଏ। ତାକୁ ହାତୀ ପାଦତଳେ ପକାଇ ଦଳାଯାଏ। ପର୍ବତ ଶିଖରରୁ ତଳକୁ ଠେଲି ଦିଆଯାଏ। ଗଭୀର ଜଳରେ ପକାଇ ଦିଆଯାଏ କିମ୍ବା ଗୁମ୍ଫାରେ ପୂରାଇ ଗୁମ୍ଫା ମୁହଁ ବନ୍ଦ କରି ଦିଆଯାଏ। ସେ ସ୍ତ୍ରୀ ହେଉ ବା ପୁରୁଷ ହେଉ। ପାରସ୍ପରିକ ସଂଘର୍ଷ ଦ୍ୱାରା ହୋଇଥିବା ପାପ ହେତୁ ତାକୁ ଏସବୁ ଯାତନା ଏବଂ ଏହାଛଡ଼ା ତାମିଶ୍ର ଅନ୍ଧତାମିଶ୍ର ଏବଂ ରୋରପ ଆଦି ନରକମାନଙ୍କର ଅନ୍ୟାନ୍ୟ ବହୁ ଯାତନା ଭୋଗିବାକୁ ପଡ଼େ। ହେ ମାତା, କେତେକ ଲୋକ କହନ୍ତି ସ୍ୱର୍ଗ ଓ ନରକ ଇହଲୋକରେ ହିଁ ରହିଛି। କେତେକ ଲୋକ କହନ୍ତି ସ୍ୱର୍ଗ ଓ ନରକ ଇହଲୋକରେ ହିଁ ରହିଛି। କାରଣ ଯାହାକୁ ନାରକୀ ଯାତନା କୁହାଯାଏ ତାହା ଏଠାରେ ବି ଦେଖାଯାଏ। ଏହି ରୂପେ ଅନେକ ପ୍ରକାର କଷ୍ଟ ସହି ନିଜ କୁଟୁମ୍ବର ହିଁ ପାଳନ ପୋଷଣ କରୁଥିବା ଅଥବା କେବଳ ନିଜ ଉଦର ପୋଷଣ ବ୍ୟସ୍ତ ଥିବା ମନୁଷ୍ୟ ସେହି କୁଟୁମ୍ବ ଓ ଶରୀର ଉଭୟଙ୍କୁ ଛାଡ଼ିଦେଇ ମରିବା ପରେ ନିଜ କୃତ ପାପର ଏହିପରି ଫଳ ଭୋଗ କରେ। ନିଜର ଶରୀରକୁ ଏଠାରେ ଛାଡ଼ିଦେଇ ପ୍ରାଣୀମାନଙ୍କ ପ୍ରତି ଦ୍ରୋହ କରି ଅର୍ଜନ କରିଥିବା କେବଳ ପାପ ରୂପୀ ପାଥେୟ ସେଥିରେ ନେଇ ସେ ଏକାକୀ ନରକକୁ ଚାଲିଯାଏ। କୁଟୁମ୍ବ ପୋଷଣ ପାଇଁ ମନୁଷ୍ୟ ଯେଉଁ ଅନ୍ୟାୟ କରେ ତାହାର ଦୈବବିହିତ କୁଫଳ ସେ ନରକକୁ ଯାଇ ଭୋଗ କରେ। ସେତେବେଳେ ସେ ତାର ସର୍ବସ୍ୱ ଚାଲିଗଲା ପରି ବ୍ୟାକୁଳ ହୁଏ। ଯେଉଁ ବ୍ୟକ୍ତି କେବଳ ପାପ ଜର୍ଜରିତ ଧନରେ ହିଁ ନିଜର ପରିବାର ପାଳନରେ ବ୍ୟସ୍ତ ରହେ ସେ ଯାଇ ଅନ୍ଧତାମିଶ୍ର ନରକରେ ପଡ଼େ। ସେଠାରେ କଷ୍ଟର ଚରମ ସୀମା ଭୋଗିବାକୁ ପଡ଼େ। ତାର ଯେତେ ସବୁ ଯାତନା ଭୋଗିବାକୁ ବାକି ଥାଏ ତଥା ଶୂକର କୁକୁରାଦି ଯୋନିରେ ଯେତେ ସବୁ କଷ୍ଟ ରହିଛି ସେସବୁ ଯାତନା ଓ କଷ୍ଟ କ୍ରମାନ୍ୱୟରେ ଭୋଗ କରି କରି ଶୁଦ୍ଧ ହୋଇଯିବା ପରେ ଯାଇ ଜୀବକୁ ପୁଣି ଥରେ ମନୁଷ୍ୟ ଜନ୍ମ ମିଳେ। ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାୟ ତୃତୀୟ ସ୍କନ୍ଧେ କପିଳ ଯଜୁଃପାଖ୍ୟାନେ କର୍ମ ବିପାକ ନାମ ତ୍ରିଦଶୋଧ୍ୟାୟ।